ତାମିଲନାଡୁରେ 6 କୋଟିରୁ ବି ଅଧିକା ଭୋଟର୍ସ ଅଛନ୍ତି। ସେଥିମଧ୍ୟରୁ ଲକ୍ଷ ଲକ୍ଷ ବୟସ୍କ ଲୋକମାନେ ବିଜେପିକୁ ଭୋଟ ଦେବାକୁ ଚାହୁଁନାହାନ୍ତି। କିନ୍ତୁ କାହିଁକି? ସେମାନଙ୍କୁ ଲାଗେ ଯେ ଗୋଟେ ଆକ୍ଟର କେବେ ରାଜ୍ୟ ସମ୍ଭାଳି ପାରିବନି। ସେଥିପାଇଁ ଅଧିକାଂଶ ବୟସ୍କ ଲୋକମାନେ ବିଜେପିକୁ ପସନ୍ଦ କରୁନାହାନ୍ତି କି ସେମାନଙ୍କୁ ଭୋଟ ଦେବାକୁ ଚାହୁଁନଥିଲେ। କିନ୍ତୁ ତାପରେ ବିଜୟ ଥାଲାପତି ତାମିଲନାଡୁ ସିଏମ୍ କେମିତି ହେଇଗଲେ? କଥା କ'ଣ ବିଜୟ କେମିତି ଆକ୍ଟର ଆପଣ ସମସ୍ତେ ଭଲସେ ଜାଣିଛନ୍ତି। ସବୁଠୁ ଇଣ୍ଟରେଷ୍ଟିଂ କଥା, ଯେଉଁମାନେ ଆଉଟ୍ ଅଫ୍ କଣ୍ଟ୍ରି ରୁହନ୍ତି ମାନେ ଦେଶ ବାହାରେ ରୁହନ୍ତି ସେମାନେ ବି ବିଜୟକୁ ଭୋଟ ଦେବା ପାଇଁ ଟିକେଟ୍ କାଟି ଗାଁକୁ ଆସିଥିଲେ। ଆଉ ବାକି ରହିଲା ଯେଉଁମାନେ ଭୋଟ ଦେବାକୁ ଚାହୁଁନଥିଲେ ସେମାନେ ବି ଶେଷରେ ଭୋଟ ଦେବା ପାଇଁ ବାଧ୍ୟ ହେଲେ। କାହିଁକି ନା ଯେଉଁମାନେ ଭୋଟ ଦେବାକୁ ଚାହୁଁନଥିଲେ ସେମାନଙ୍କ ଘରେ ଥିବା ତାଙ୍କ ପୁଅ ଝିଅମାନେ ରିକ୍ୱେଷ୍ଟ କଲେ ଯେ କେମିତି ହଉ ମୋ ଭାଇକୁ ଜିତେଇବ, ମାନେ ଥାଲା ଭାଇକୁ ଜିତେଇବ। ବିଜୟ ଇଲେକ୍ସନ୍ ଜିତିବାର ସବୁଠୁ ବଡ଼ କାରଣ ହେଲା ତାଙ୍କ ଡାଇ ହାର୍ଡ ଫ୍ୟାନ୍ସ। ସେମାନେ ତାଙ୍କ ବାପା ମାଆଙ୍କୁ ବହୁତ ରିକ୍ୱେଷ୍ଟ କରି କହିଲେ ଯେମିତି ମୋ ଭାଇ ଜିତିବାର ଅଛି, ତମେ ଯେମିତି ବି ବିଜୟକୁ ଭୋଟ ଦେବ, ମାନେ ଟିଭିକୁ ଭୋଟ ଦେବ। ଆପଣ ନିଜେ କୁହନ୍ତୁ ଏମିତି କେଉଁ ବାପା ମା ଅଛନ୍ତି ଯିଏ ପିଲାମାନଙ୍କ କଥା ଶୁଣିବେନି? ଶେଷରେ ଯେଉଁ ବୟସ୍କ ଲୋକମାନେ ବିଜୟକୁ ଭୋଟ ଦେବାକୁ ଚାହୁଁନଥିଲେ ସେମାନେ ତାଙ୍କ ପୁଅ ଝିଅ ଖୁସି ପାଇଁ ବିଜୟକୁ ଭୋଟ ଦେଇଥିଲେ। ଆଉ ସେଥିପାଇଁ ବିଜୟ ଥାଲାପତି ତାମିଲନାଡୁର ସିଏମ୍ ହେଇପାରିଲେ। ଆଉ ଏବେ କମେଣ୍ଟ କରି କୁହନ୍ତୁ କ'ଣ ବିଜୟ ଥାଲାପତି ଆପଣଙ୍କ ଫେଭରେଟ୍ ଆକ୍ଟର ଥିଲେ କି? କଥା କ'ଣ ବିଜୟ ଇଲେକ୍ସନ୍ ଜିତିଲା ପରେ ବି ତାଙ୍କ ଫ୍ୟାନ୍ସ ବହୁତ ଦୁଃଖିତ ଅଛନ୍ତି। ସେମାନେ ଜାଣିଛନ୍ତି ବିଜୟ ତ ସିଏମ୍ ହେଇଗଲେ କିନ୍ତୁ ସିଏ ଆଉ ପିକ୍ଚର କାଢ଼ିବେନି, ଯାହାଦ୍ୱାରା କି ସେମାନେ ତାଙ୍କ ଫେଭରେଟ୍ ଆକ୍ଟରକୁ ଆଉ ସିନେମା ହଲ୍ରେ ଦେଖିପାରିବେନି। ଏବେ ଭିଡ଼ିଓକୁ ସେମାନେ ସେୟାର କରନ୍ତୁ ଯେଉଁମାନେ ବିଜୟର ଡାଇ ହାର୍ଡ ଫ୍ୟାନ୍। ଆଉ ଯଦି ଆପଣ ସତରେ ବିଜୟର ଫ୍ୟାନ୍ ହେଇଥିବେ ତାହେଲେ ଭିଡ଼ିଓକୁ ଲାଇକ୍ କରି ପେଜକୁ ଫଲୋ କରନ୍ତୁ।